ଯିବେନି କରି କାଟିଦେଲି କାଟିଲା ପରେ ଆଉ ଦେଲେ ଆମର ବାଲୁକୁ ସେଟା ମୋତେ ମନେ ନାହିଁ ସେଇଟା ମୁଁ ସାର୍ ଗଲି ସେଇଟା କରି ମୋତେ ଛାଡ଼ିଦେଲି ମୁଁ ସାର୍ କାମ ସେ ବର୍ଷ ଗଙ୍ଗା ଗାଡ଼ି ପଡ଼ିଲା ଆମର ଗୋବିନ୍ଦପୁର ଆସିଲା ଗଙ୍ଗା ଗାଡ଼ି ମନେ ଥିଲେ କେଉଁ ସାର୍ରେ ଗଙ୍ଗା ଗାଡ଼ି ପଡ଼ିଲା ଆମର ଗଙ୍ଗା ଗାଡ଼ି ପଡ଼ିଲା ସେଇ ବର୍ଷ ସେ ଗାଁ କରୁଥିଲି ସେଇଟା କେତେ 2 ବର୍ଷ ପର୍ଯ୍ୟନ୍ତ ଜଣା ପଡ଼ୁନି ଛାଡ଼ିଲା ପରେ ମେମ୍ବରରେ 5 ବର୍ଷ ରହି ଛାଡ଼ିଲି ତାପରେ ଏମିତି ରହିଲି କେତେ ମଞ୍ଜି ଘାସ ଖାଉଥିଲି ସବୁ ସେ ପାଲୁକା ଉପରେ ଦନ୍ଦର ଗଛ ଦେଖିଛ ଦନ୍ଦର ଗଛ ସେ ଗଛ ରଖି ଯାଉଥିଲି ତାପରେ ସମାନ ଗର୍ବ ଟାକିନି ସେମିତି କରି ମୁଁ ଚଳେଇଛି ଆଉ ସେଇଠି ବାପା କହିଲେ ଆମ ଦେଖୁ ଲାଗି ଅଛନ୍ତି ମୁଁ ତିନି ଘାସ ଆନି ଗାଁ ଜାଣି ସାରା ବି ଦେଇଥିବ ମୁଁ ଛାଇ ସେ ମୁଁ ଏଇଟା ଖାଉଛି ମୋତେ କହିଲେ ବାପା ସେଇଠୁ ହଉ ବୋଲି ତାପରେ ବାହାରି ସେଇଠୁ ବାହାରିକି କୋଉ କାମ ଧରା ପଡ଼ିଲାନି ସେଇଟା ତାପରେ 2004 ସାଲରେ ଯେ ଆମ ପାଳକୁ ଆଇଲେ ଆଉ କେନ୍ଦୁପଡ଼ା ସାଲରେ କେନ୍ଦୁପଡ଼ା ଶୁଣିଲା ସେଇଠି ମୋତେ ଏଇଠି ପଠାଇଲେ ଚାଳ ଫଳ କାହା କହିଦେଇଥିଲି କେମିତି ବୋଲିକି ହେଲେ ଏଇଠି ପଠାଇଲେ ଏଇଠି 2004-05 ଗଲି ତାପରେ ଗଲି କେନ୍ଦୁପଡ଼ା 5-6-7 8-9 ସେଠି ସରିଲା ପରେ ଖାରିକ ଗଲି 10-11 6 ମାସ ଗଲା ପରେ ମୋତେ ପାଇଲେ ତେଣୁ ପ୍ରଭୁଙ୍କ ଦୟାରୁ ଆଜି 86 ସାଲରୁ 2024 ସାଲ ମୋତେ ପହଞ୍ଚିଛନ୍ତି ଆଜି ମୋତେ ପ୍ରଭୁଙ୍କ ମନରେ ଧନ୍ୟବାଦ ଦେଉଛି ଯେ ତୁମେ ଏଥିରେ କହିବି ଯେ ବିଶ୍ୱାସ ଆମେ 2006 ସାଲରେ ବିଶ୍ୱାସ ନାହିଁ ଥିଲା ଦୁର୍ବଳ ଥିଲା ରାଜନୀତି କ୍ଷେତ୍ର କରୁଥିଲି ମେମ୍ବରରେ 10 ବର୍ଷ ରହିଲି ମନରେ ଏମିତି ହେଇ ଗୋଳମାଳ ହେଇ ରହି 2004ରେ ମୁଁ ପ୍ରଭୁଙ୍କୁ ବିଶ୍ୱାସ କରିକିରି ମୋର ନାଶ ମଦ ସବୁ ଛାଡ଼ି ହାଲେଲୁୟା ସେଇଠୁ ମୁଁ 5% ସେ ନାଶ ମଦ ଛାଡ଼ିଦେଲି ତଥାପି ଦାନ୍ତ ମୁଁ ସବୁ ଝଡ଼ିଗଲା ହେଲା ଦାନ୍ତ କିଛି ନାହିଁ ମୋର ହେଲା ତେଣୁ ଯୁବକମାନେ ଦାନ୍ତ ଝଡ଼ିଯିବ ନାଶ ଖାଇଲେ ମଦ ପିଇଲେ ଜାଣିଥିବ ମୋର ବୟସ ଗଲା ଝଡ଼ିଲା ଗଲା ହେଲା ତେଣୁ ସେଗୁଡ଼ାକ ଆଜି 2004 ମୁଁ ଜାଣିଛି ପ୍ରଭୁଙ୍କୁ ଏଇଠି ଆସିଲା ପରେ ଗୋଟେ କାହାଣୀ କହିବି ମୋତେ ଜଙ୍ଗଲ କଥା ଆରମ୍ଭ ତାକୁ ଆଗେ ମୋତେ ନେଲେ ସେ ବାଲିପାଦର ବାପା ଥିଲେ ସେ ବାପା ପାଖେ ନେଲେ ବାପା ଔଷଧ ଦେଲେ ସେ କହିଲେ ଯଦି କ'ଣ ଶୁଣିଥିବେ ଭଲ ହେବ ନାହିଁ ଯଦି ଭାତ ହେଇଥିବ ଭଲ ହେବ ନାହିଁ ଆଣି ଗୋଟେ ପାନ ଖାଇଲେ ଘରେ ଖାଇଲା ପରେ ସେ କଥାଟା କଷି ପଡ଼ିଲା ପାଖ ତାକୁ ଘରେ ଆଉ ସାଙ୍ଗେ ସାଙ୍ଗେ ଆଗେ ଏମିତି ବିଶ୍ୱାସ କରେ ଭଲ ହେବ ସେଠୁ ଫେରିଲି ଆଉ ସ୍ୱପ୍ନରେ ଦେଖିଲି ମିଛ ନାହିଁ ସତ କଥା ଭଲ ଶୈତାନ ଅଛି ଯେ ଗୋଟେ ଜାଗାରେ ଖଜୁରୀ ଗଛ ଅଛି ସତ ଗଛ ଅଛି ଗୋଟେ ବଡ଼ ପଥର ଗୋଟେ ସେଇଠି ଯାଉଛି ଗଲାବେଳକୁ ରଥରେ ପ୍ରଥମ ରଥ ନାହିଁ କେତେ ରଥଟା ସେଇଟା ଗଡ଼ି ପଳେଇଲା ତାପରେ କଳା ପାଖରେ ସେମିତି ଲାଗିଲା ସେମିତି ପଳେଇଲା ହେଲେ ସେ ସ୍ୱପ୍ନ ଦେଖିଲା ପରେ ପାଖରେ ଥିବା ବତାଟା ପଳେଇଲା ହେଲେ ସେ ହେଲା ଯିବାରୁ ଗଲି ସେ କହିଲା ଏମିତି ହେଲା ଦେଖିଲି ନାଇଁ ଦେଖି ଜାଣି ଦେଖିଲେ ତ ବିଶ୍ୱାସ ଦୁର୍ବଳ ହେବ ଦେଖି ଜାଣି ବିଶ୍ୱାସ ତ ସଫା ହେବ ବିଷ ଖାଇ ଲାଗିଲା ସେ ସମ୍ପୂର୍ଣ୍ଣ ପୁରା ବର୍ଷେ ଲାଗିଲା ସେ ବାବୁକୁ ଡାକିଲି ବାଳକୁ ଡାକିଲି ଛେଳି ଗୋଟେ ମାନେ କ୍ଷମା ପ୍ରାର୍ଥନା ସଫା ହେଇଗଲା ନହେଲେ ସେତେବେଳେ ପଳେଇଥାନ୍ତି ବିଶ୍ୱାସ ମୋତେ ଜାଣିବ ସମସ୍ତେ ଆମର ସମାଧାନ କରେ ସେଥିପାଇଁ ମୋର ବିଶ୍ୱାସୀ ଭାଇମାନେ ଆମମାନେ ସମସ୍ତେ ଆଜି ଖ୍ରୀଷ୍ଟ ବିଶ୍ୱାସୀ ନାଶ ରହିବେ ନାହିଁ 2004 ମୁଁ ସେଥିଲା ନାଶ ଗୁଡ଼ାକ ମୁଁ ଛାଡ଼ିବା ସୁସ୍ଥ ସଫା ତେଣୁ ଆଜି ଖ୍ରୀଷ୍ଟିଆନ ହେଲା ପରେ ମୁଁ ବିଶ୍ୱାସ କରୁଛି ଯେ ଯେତେବେଳେ ବିଶ୍ୱାସ ଥିଲୁ ଆମର ଉପାସ ଥିଲା 12 ସେତେବେଳେ ଥିଲା 12ଟି ମଣ୍ଡଳ ଥିଲା ସତ ଆଜ୍ଞା ସେଇଠି ଥିଲା 12 ସେତେ ଗଲି ସେ ମନେ ଟିକେ ଅଛି ମୋତେ ଉପାସ ଯାଇଥିଲି ସେତେବେଳେ ସେ ଶୁଣି କଲେ କି ଜଣେ ନିଷ୍ଠା ଲାଗୁନି କ'ଣ କରୁଛନ୍ତି ବେକାର ଏମିତି ବିଶ୍ୱାସ ଥିଲା ତେଣୁ 2004 ବିଶ୍ୱାସ ସବୁ ଗୋଟତା ହେଲା
ସବୁ ସମସ୍ୟା। ତେଣୁ ଆଉ ଆଜ୍ଞା କହୁଥିଲେ ମୋର 2010ରେ ନିକନପୁର ଯେତେବେଳେ ପାଇଲି, ନିକନ ନିଷ୍ପତ୍ତି କଲେ ସେ ଏରିଆ ଲୋକଙ୍କୁ ବାଳ, ସେତେବେଳେ ମୋତେ ନାକ ମାଷ୍ଟର କହିଲା, ଆଜ୍ଞା ତୋ ପାଖରେ ଗୋଟେ ପଦ ଆସିଛି, କି ପଦ ଆଜ୍ଞା? ମୋତେ ହେତୁ ନେଇଛି ନା କ'ଣ କହିବି? ଆପଣଙ୍କର ବିଶ୍ୱାସ, ପ୍ରଭୁଙ୍କର ବିଶ୍ୱାସ କହିଲେ ସେ ଅନୁସାରେ ମୋତେ ଆଜି ସେଇଠୁ 2010 ନିକନପୁର ହେଲା ପରେ 11 ତାରିଖରେ ଆମର ଏଇଟା ଡିବେଟ୍ ହେଲା, ଫାର୍ଷ୍ଟ ହେଲା ଏଇଟା 11 ତାରିଖ ହେଲା, 11 ତାରିଖରେ ଆମେ ଡିବେଟ୍ ହେଲୁ। ତାପରେ ଆମର କେତେ ଆସିଥିଲା ମଣ୍ଡଳୀ 11ଟା ଆସିଥିଲା। ଯେତେବେଳେ ସେ ଖସି ଖସି ପଳେଇଲା ଆମର କାନସାନ ପାଉଡ଼ି, ସେ ଗୋଟେ ଗଲା ବର୍ଷରେ କାମ ଆଇଲା ହାଲେଲୁୟା କହିଲି। ତାଙ୍କର ମନ୍ତ୍ରୀ ଗଲା ସିଆଡ଼େ, ତାପରେ ମଣ୍ଡଳୀ ଆମର ମୋତେ ଡାକିଲେ, ଆଜ୍ଞା ଆମେ ମିଶିବୁ। ତାଙ୍କେ କୁଆଡ଼େ ଜଣା ନାହିଁ, ସେଠି ଗଲି ସେ ମୁଁ କହିଲି ହାଲେଲୁୟା ପ୍ରଭୁ ସମାନ କର। ଏମିତି ବଢ଼ି ବଢ଼ି ଆଜି କେତେ ମଣ୍ଡଳ ହେଇଛି ଆଜ୍ଞା? 14ଟା ମଣ୍ଡଳ ହେଇଛି। 12ଟା ମଣ୍ଡଳରେ କାମ କରୁଥିଲି, ଡିବେଟ୍ ହେଇକିରି ଆଉ 14 ମଣ୍ଡଳ ପାଇଛି। ଆମର ବିଶ୍ୱାସ ନାହିଁ। ତେଣୁ ମୋର ପ୍ରିୟ ଭାଇ ଭଉଣୀମାନେ, ଆମର ଏରିଆ ହେଉଛି ପୁରୀ ଗାଁ ଗୁଡ଼ାକ। ଦେଖୁନ ଆଜ୍ଞା କହିଛି ଅର୍ଥାଳ ତାଙ୍କୁ ଟିକେ କହିବା ଶିଖିବା ପଡ଼ିବ, କହି ଭାଷଣ ଶିଖିବା କଲାଣି ନା ଗୋଟେ ଗୋଟେ କହି କୁହାହବ, ସବୁର କୁହାହବ, ତେଣୁ କହିବେ। ତେଣୁ ଆଜ୍ଞା ବିଶ୍ୱାସ କରେ ନୂତନ ଆଜ୍ଞା ଯାଉଛନ୍ତି ନୂତନ ଆଜ୍ଞା କହି ଭାଷା ମାନେ କହିଲ କ'ଣ କଥା ଆସିବ ଭିତରେ ଭିତରେ ହେବାର ଅଛି, ତେଣୁ ପ୍ରଭୁଙ୍କୁ ଜାଣିବେ। ତେଣୁ ମୋର ଏତିକି 2011 ସାଲରୁ ଇଆଡ଼େ ଭିନ୍ନ ହେଲା ପରେ ମୁଁ କାମ କରିଛି, ପ୍ରଥମ ମଣ୍ଡଳ ଯାଇକି କେଉଁଠି କେତେ ଭୁଲ କଥା କହିଦେବି କ୍ଷମା କରିବେ। ପ୍ରିୟ ମା ଭଉଣୀମାନେ, କର୍ମକର୍ତ୍ତାମାନେ ଗୋଟେ ଗାଳି କରିଦେବି କ୍ଷମା କରିବେ। ଆମର ଆଶା ବିଶ୍ୱାସ ଏତିକି, ଯାହା ଭୁଲ ଥାଏ କ୍ଷମା କରିବେ। ସମସ୍ତଙ୍କୁ ନମସ୍କାର।